ଆଜିର ପ୍ରଥମ ଖବର ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ଯେ 24ରୁ 26 ଅକ୍ଟୋବର ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆଇଏମ୍ଡି ପୂର୍ବାନୁମାନ ଅନୁଯାୟୀ ଆସନ୍ତା 12 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ସୁଚିନ୍ତିତ ସିଷ୍ଟମର ପରିଣତ ହୋଇପାରେ। ସମୁଦ୍ର ଉପରେ ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ରାଜ୍ୟର ଅନେକ ସ୍ଥାନମାନଙ୍କରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇପାରେ। ବିଭିନ୍ନ ସ୍ଥାନଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଏବଂ ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ଅଧିକ। ଏହି ସମୟ ମଧ୍ୟରେ ପବନର ବେଗ 30ରୁ 40 କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ଆଇଏମ୍ଡି ସତର୍କ କରାଇଛି। ନମ୍ବର 2, ଓଆର୍ଏସ୍ ପିଉଥିଲେ ସାବଧାନ, ବଜାରରେ ବୁଲୁଛି ନକଲି ଓଆର୍ଏସ୍, ଡାକ୍ତର କଲେ ସାଂଘାତିକ ଖୁଲାସା। ବର୍ତ୍ତମାନ ସମୟରେ ଖାଦ୍ୟ ନାଁରେ ଆମେ ପ୍ରତିଦିନ ସ୍ଲୋ ପଏଜନ୍ ଖାଉଛେ। ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି ଅପ୍ରିୟ ସତ କଥାକୁ ଆମକୁ ମାନିବାକୁ ପଡ଼ିବ। ପରିବାରଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟରେ ରହିଛି ଭେଜାଲ, ଯେମିତିକି ରାସାୟନିକ ପଦାର୍ଥ ସବୁକିଛି ମିଶୁଛି। ଆଜିର ସମୟରେ ଡାକ୍ତର ମଧ୍ୟ ଘରୋଇ ଖାଦ୍ୟ, ଜୈବିକ ପ୍ରକ୍ରିୟାରେ ଉତ୍ପାଦନ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହି କ୍ରମେ ଡାକ୍ତର ଚିନିଯୁକ୍ତ ପାନୀୟ ଠାରୁ ଦୂରେଇ ରହିବାକୁ ମଧ୍ୟ ସତର୍କ କରିଥାନ୍ତି। କିନ୍ତୁ ଆମେ ପ୍ରତିଦିନ କେତେ ଯେ ଚିନିଯୁକ୍ତ ପାନୀୟ ପିଉଛେ ତାହାର ଠିକଣା ନାହିଁ, ଯାହାର ଏକ ବଡ଼ ଉଦାହରଣ ହେଉଛି ଓଆର୍ଏସ୍। ଏବେ ପରବର୍ତ୍ତୀ ଖବର, ସ୍ମାର୍ଟ ହେଲା ଆଧାର କାର୍ଡ଼, ଏବେ ବ୍ୟବହାର କରନ୍ତୁ ପିଭିସି ଆଧାର କାର୍ଡ଼। ଆଜିକାଲି ପ୍ରାୟତଃ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାମ ପାଇଁ ଆଧାର କାର୍ଡ଼ ନିହାତି ଆବଶ୍ୟକ। ତେଣୁ କୌଣସି କାମ କରିବା ପୂର୍ବରୁ ଆପଣଙ୍କର ଆଧାର କାର୍ଡ଼ ସାଙ୍ଗରେ ଆଣିବାକୁ ଭୁଲିଗଲେ ଆପଣଙ୍କର ସମସ୍ତ କାମ ବିପଦରେ ପଡ଼ିପାରେ। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ UIDAI ଏକ ପିଭିସି ଆଧାର କାର୍ଡ଼ ବିକଳ୍ପ ପ୍ରଦାନ କରେ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ତେବେ ଆସନ୍ତୁ ପିଭିସି ଆଧାର କାର୍ଡ଼ ବିଷୟରେ ବିସ୍ତୃତ ଭାବରେ ଜାଣିବା। ପିଭିସି ଆଧାର କାର୍ଡ଼କୁ ଟ୍ରେଡିସନାଲ ପେପର କାର୍ଡ଼ ଅପେକ୍ଷା ଅଧିକ ସ୍ଥାୟୀ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଏହା ଏକ ୱାଲେଟ୍ ଫ୍ରେଣ୍ଡଲି ଭର୍ସନ ଏବଂ ଏହାକୁ ନେବା ଆଣିବା କରିବା ମଧ୍ୟ ସହଜ। ଏହା ଆପଣଙ୍କର ଫିଜିକାଲ ଆଧାର କାର୍ଡ଼ ଜୀବନକାଳ ବୃଦ୍ଧି କରେ ଏବଂ ଏହାକୁ ସୁରକ୍ଷିତ ରଖେ। ଏହି ସମୟରେ ସମସ୍ତ ଅପଡେଟ୍ ସଠିକ୍ ନିଶ୍ଚିତ କରିବା ପାଇଁ UIDAI ପ୍ରତି 10 ବର୍ଷରେ ଆପଣଙ୍କର ଆଧାର କାର୍ଡ଼ ସୂଚନା ରିଭ୍ୟାଲିଡିଟି କରିବାକୁ ସୁପାରିଶ କରେ। ଏବେ ପରବର୍ତ୍ତୀ ଖବର, ଏମାନଙ୍କୁ ମିଳିବନି ସୁଭଦ୍ରା ଯୋଜନା। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଠାରୁ ବାର୍ଷିକ 18,000 କିମ୍ବା ଏହାଠାରୁ ଅଧିକ ଟଙ୍କାର ବୃତ୍ତି ଆକାରରେ ଆର୍ଥିକ ସହାୟତା ପାଉଥିବା ସମ୍ପୃକ୍ତ ଛାତ୍ରୀ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ଘୋଷଣା ହେବେ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଉଚ୍ଚଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ଚିଠି ଲେଖି ରିପୋର୍ଟ ମାଗିଛି। ଛାତ୍ରୀଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ। ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ 2ଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ 2023-24 ଓ 2024-25 ଆର୍ଥିକ ବର୍ଷରେ କେଉଁ ଛାତ୍ରୀ ବାର୍ଷିକ 18,000 ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଇଛନ୍ତି ତାର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ସମୀକ୍ଷା ବୈଠକ ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନାର ହିତାଧିକାରୀ 60 ବର୍ଷ ପ୍ରାପ୍ତ ହେବା ପରେ ବାର୍ଦ୍ଧକ୍ୟ ପେନସନ୍ ପାଇଁ ଆବେଦନ କରିପାରିବେ। ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ NSPରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି। ଏବେ ପରବର୍ତ୍ତୀ ଖବର, ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର, କାରଣ ଲଗାତାର କିଛି ଦିନ ହେଲା ସୁନା ଓ ରୂପା ମଧ୍ୟରେ ଦର ବଢ଼ିବାରେ ଲାଗିଥିଲା, ହେଲେ ଆଜି ହ୍ରାସ ପାଇଛି। ରୂପା ଦର 17,000 ଶସ୍ତା ହୋଇଥିବା ବେଳେ ସୁନାର ମୂଲ୍ୟ 5,000 ଅଧିକ ହ୍ରାସ ପାଇଛି। ଏହି ଦର MCXରେ ପରିବର୍ତ୍ତନ ହୋଇଛି। ଅକ୍ଟୋବର
16 ତାରିଖରେ MCXରେ ରୂପାର ମୂଲ୍ୟ 1,70,000ରୁ ଅଧିକ ପହଞ୍ଚିଥିଲା, କିନ୍ତୁ ଆଜି ଏହାର ମୂଲ୍ୟ 1,53,000ରୁ ହ୍ରାସ ହୋଇଛି। ଏହାର ଅର୍ଥ ହେଉଛି ରୂପାର ମୂଲ୍ୟ ଏହାର ରେକର୍ଡ ଦରରୁ 17,000 ହ୍ରାସ ପାଇଛି। ଯଦି ଆଜି କଥା କହିବା ତେବେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି 4,000 ହ୍ରାସ ପାଇଛି। ଏବେ ପରବର୍ତ୍ତୀ ଖବର, କ୍ରିକେଟରେ ନୂଆ ରେକର୍ଡ ରଖିଲେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ମହିଳା ଖେଳାଳି। ଇତିହାସ ରଚିଲେ ଶ୍ରୀଲଙ୍କା ଖେଳାଳି। ମଇଦାନରେ ମାରିଲେ ଲମ୍ବା ଛକା ଚୌକା, କାବା ହୋଇଗଲେ ଅନ୍ୟ ସମସ୍ତ ଖେଳାଳି। ସମସ୍ତଙ୍କୁ ପଛରେ ପକାଇ ରଚିଲେ ଇତିହାସ। ଦିନିକିଆ ବିଶ୍ୱକପ୍ ମ୍ୟାଚ୍ରେ 21ତମ ମ୍ୟାଚ୍ରେ ଇତିହାସ ରଚିଛନ୍ତି ଶ୍ରୀଲଙ୍କା ମହିଳା କ୍ରିକେଟ ଟିମ୍ର ଏହି ଖେଳାଳି। ବାଂଲାଦେଶ ଓ ଶ୍ରୀଲଙ୍କା ମହିଳା ଟିମ୍ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ହାସଲ କରିଥିଲେ ଅଧିନାୟକ ଚାମାରି ଆଟାପଟ୍ଟୁ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏବେ ପରବର୍ତ୍ତୀ ଖବର, ଭାରସାମ୍ୟ ହରାଇ ସମୁଦ୍ରରେ ପଡ଼ିଲା ବିମାନ। ସୋମବାର ଅକ୍ଟୋବର 20 ତାରିଖରେ ଭୋରରୁ ହଂକଂ ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏମିରେଟ୍ସ ଏୟାରଲାଇନ୍ସ ଏକ ବୋଇଂ 747 କାର୍ଗୋ ବିମାନ ଅବତରଣ ସମୟରେ ନିୟନ୍ତ୍ରଣ ହରାଇଥିଲା। ରନୱେରୁ ଖସିଗଲା ଏବଂ ସିଧା ଯାଇ ସମୁଦ୍ରରେ ଖସି ପଡ଼ିଲା। ଅବତରଣ ସମୟରେ ବିମାନଟି ଏକ ଗ୍ରାଉଣ୍ଡକୁ ଗାଡ଼ି ସହିତ ଧକ୍କା ହୋଇଥିଲା। ସ୍ଥାନୀୟ ପୋଲିସ ସୂଚନା ଅନୁଯାୟୀ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ୁଛି। ସେମାନଙ୍କ ମଧ୍ୟରୁ ଜଣେ ବିମାନବନ୍ଦରର କର୍ମଚାରୀ ବୋଲି କୁହାଯାଉଛି। ବିମାନରେ ଥିବା 4 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଭୋର ପ୍ରାୟ 3ଟା 50 ସମୟରେ ଘଟିଥିଲା, ଯେତେବେଳେ ଏହି ଅଞ୍ଚଳରେ ପ୍ରବଳ ପବନ ଏବଂ ଖରାପ ପାଗ ପରିସ୍ଥିତି ରହିଥିଲା। ଏବେ ପରବର୍ତ୍ତୀ ଖବର, ମିଠା କିଣୁଥିଲେ ହୋଇଯାନ୍ତୁ ସାବଧାନ। କଟକରେ ଖାଦ୍ୟ ନିରାପତ୍ତା ଟିମ୍ର ଚଢ଼ାଉ। ଦୀପାବଳି ସମୟରେ ବିଭିନ୍ନ ମିଠା ଦୋକାନକୁ ଆରମ୍ଭ ହୋଇଛି ଚଢ଼ାଉ। ଖାଦ୍ୟ ନିରାପତ୍ତା ଦଳ ପ୍ରତିଟି ଦୋକାନକୁ ଯାଇ ମିଠା ଯାଞ୍ଚ କରୁଛନ୍ତି। 3ଟି ସ୍ଥାନମାନଙ୍କରେ କରାଯାଇଛି ରେଡ୍। ଚାଉଳିଆଗଞ୍ଜ, ବଜ୍ରକବାଟୀ ରୋଡ୍ ଓ କଲ୍ୟାଣୀ ନଗରରେ ଚଢ଼ାଉ କରି ରେଡ୍ କରିଛି ଟିମ୍। ଟିମ୍ ହାତରେ ଧରା ପଡ଼ିଲେ ଠକ। ମିଠା ଦୋକାନରେ ଖରାପ ମିଠା ଦେଇ ଠକୁଥିଲେ ଲୋକଙ୍କୁ। 20 କେଜି ବାସି ସମେତ ରଙ୍ଗ ମିଶାଇଥିବା ମିଠା ଜବତ କରିଛି ଖାଦ୍ୟ ନିରାପତ୍ତା ଟିମ୍। ଦୀପାବଳି ସମୟରେ ମିଠା ଦୋକାନରେ ସବୁଠାରୁ ଅଧିକ ଭିଡ଼ ହୋଇଥାଏ। ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ମିଠା ଦୋକାନରେ ଲମ୍ବା ଲାଇନ୍ କରି ମିଠା କିଣିବା ପାଇଁ ପହଞ୍ଚିଥାନ୍ତି। ଆଉ ଏହି ସମୟରେ ଦୋକାନୀଙ୍କ ଠକାମିର ଶିକାର ହୋଇଥାନ୍ତି ଅନେକ ଗ୍ରାହକ। ଏଣୁ ପ୍ରତିଟି ଦୋକାନକୁ ଯାଇ ଖାଦ୍ୟ ନିରାପତ୍ତା ଟିମ୍ ମିଷ୍ଟାନ୍ନ ଯାଞ୍ଚ କରିଥିଲେ। ଫଳରେ 3ଟି ଜାଗାରେ ରେଡ୍ କରି 20 କେଜି ଖରାପ ମିଠା ଜବତ କରାଯାଇଛି। ଏବେ ପରବର୍ତ୍ତୀ ଖବର, ଶୀଘ୍ର ହଟାନ୍ତୁ ଫୋନ୍ରୁ ଏହି ଆପ୍, ନହେଲେ ଆକାଉଣ୍ଟରୁ ସମସ୍ତ ଟଙ୍କା ଚାଲିଯିବ। ସୂଚନା ଅନୁସାରେ ଆପ୍ ଜରିଆରେ କରୁଥିଲେ କୋଟି କୋଟି ଟଙ୍କାର ଠକେଇ। ବାଲେଶ୍ୱର ମୁଖ୍ୟ ଅଭିଯୁକ୍ତକୁ ଧରିଲା କ୍ରାଇମବ୍ରାଞ୍ଚ। ତେବେ ଏଭଳି କିଛି ବିଶେଷ ସୂଚନା ବର୍ତ୍ତମାନ ସମୟରେ ଆସି ପହଞ୍ଚି ଯାଇଛି, ଯେଉଁଠାରେ କି ଆପ୍ ଦ୍ୱାରା ଜଣେ ଅଭିଯୁକ୍ତ ଲୋକଙ୍କ ଠାରୁ ଅନେକ ଗୁଡ଼ିଏ ଟଙ୍କା ଠକେଇ କରୁଥିଲେ। ତେବେ ମୋବାଇଲରେ ତ ବିଭିନ୍ନ ପ୍ରକାର ଆପ୍ ମହଜୁଦ ରହିଥାଏ। ଲୋକେ ନିଜ ନିଜ ସୁବିଧା ପାଇଁ ବିଭିନ୍ନ ପ୍ରକାର ଆପ୍ ମଧ୍ୟ ମୋବାଇଲ ମାଧ୍ୟମରେ ଡାଉନଲୋଡ୍ କରିଥାନ୍ତି। ହେଲେ ଏପରି ଏକ ଆପ୍ର ନାମ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଯାଇଛି, ଯାହାକୁ ତୁରନ୍ତ ବନ୍ଦ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ତେବେ କ୍ଲାଉଡ୍ ଫଟ୍ ନାମକ ଏକ ଆପ୍ ଦ୍ୱାରା କୋଟି କୋଟି ଟଙ୍କାର ଠକେଇ ହୋଇଛି ବୋଲି ଅଭିଯୋଗ ଆସିଛି। ତେବେ ଚିଟ୍ଫଣ୍ଡ ଠକେଇ ଭଳି ପୁଣି ଏକ ଖବର ସାମ୍ନାକୁ ଆସିଛି। ସଂସ୍ଥାର ଜିଲ୍ଲା ମୁଖ୍ୟ ଦାୟିତ୍ୱରେ ଥିବା ନିଲେଶ କରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି। ତେବେ ନିଲେଶ କର ଫିନାଇଲ ବିକ୍ରି କରିବା ବ୍ୟବସାୟ କରୁଥିଲେ। ତେବେ ଏହାରି ମାଧ୍ୟମରେ ସୂଚନା ମୁତାବିକ ବାଲେଶ୍ୱର ତଥା ଅନ୍ୟାନ୍ୟ ଜିଲ୍ଲାରେ କ୍ଲାଉଡ୍ ଫଣ୍ଡ ନାମକ ଏକ ଆପ୍ ଦ୍ୱାରା ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟ୍ କରୁଥିଲେ। ଏବେ ପରବର୍ତ୍ତୀ ଖବର, ବୈତରଣୀ ଠାରୁ ସୁବର୍ଣ୍ଣରେଖା ଯାଏଁ ସବୁଠି ସମାନ ଅବସ୍ଥା। ବାଲି ଖନନ ପାଇଁ ଅନୁମତି ମିଳିଥିଲେ ବି ଆବଶ୍ୟକତା ଠାରୁ ଢେର ଅଧିକ ଲୁଟ୍ ହେଉଛି। ଆଉ ଅନେକ ନଦୀରେ ବାଲି ଖନନ ପାଇଁ ଅନୁମତି ନଥିଲେ ବି ବେଆଇନ ଭାବେ ଲୁଟ୍ ହୋଇ ଚାଲିଛି ବାଲି। ଏନେଇ ଅନେକ ସ୍ଥାନରେ ବିରୋଧର ସ୍ୱର ଉଠୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଆରମ୍ଭ ହୋଇଛି ସତ୍ୟାଗ୍ରହ। ନଦୀ ବାଲିରେ ଗାତ କରି ସେଇଠି ହିଁ ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକ। ଆନନ୍ଦପୁରରେ ଉଠିଥିବା ଏହି ବିରୋଧର ସ୍ୱର ଏବେ ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଛି। ସରକାରଙ୍କ ଦୃଷ୍ଟି ନ ପଡ଼ିଲେ ଆଗକୁ ଅନେକ ନଦୀ ନିଜର ଅସ୍ତିତ୍ୱ ହରାଇବ ବୋଲି ବିଶେଷଜ୍ଞ ଆକଳନ କଲେଣି।
ଏବେ ପରବର୍ତ୍ତୀ ଖବର, ଚାଷୀଙ୍କ ଖାତାକୁ କେବେ ଆସିବ ପିଏମ୍ କିଷାନ ଟଙ୍କା? ଆସିଲା ବଡ଼ ଅପଡେଟ୍। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଉଛନ୍ତି ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଚାଷୀମାନେ ପ୍ରତିବର୍ଷ 6,000 ଅନୁଦାନ ପାଇଥାନ୍ତି। ଏହି 3ଟି କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ। ଏପର୍ଯ୍ୟନ୍ତ ଯୋଜନାର 20ଟି କିସ୍ତି ଜାରି କରାଯାଇଛି ଏବଂ ବର୍ତ୍ତମାନ ଚାଷୀମାନେ 21ତମ କିସ୍ତି ଅପେକ୍ଷାରେ ଅଛନ୍ତି। କିନ୍ତୁ ରିପୋର୍ଟ ଦାବି କରୁଛି ଯେ ପରବର୍ତ୍ତୀ କିସ୍ତି ଛଟ୍ ଅବସରରେ ଜାରି ହୋଇପାରେ। ଆସନ୍ତୁ ଆମେ ଆପଣଙ୍କୁ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ସର୍ବଶେଷ ଅପଡେଟ୍ ଏବଂ ଚାଷୀମାନେ କେବେ ପରବର୍ତ୍ତୀ କିସ୍ତି ପାଇବାର ଆଶା କରିପାରିବେ ତାହା କହିବୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଚାଷୀଙ୍କ ଅପେକ୍ଷା ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ଯୋଜନାର 20ଟି କିସ୍ତି ଜାରି କରାଯାଇଛି ଏବଂ 21ତମ କିସ୍ତି ଅପେକ୍ଷାରେ ଅଛି। ଅଗଷ୍ଟରେ 20ତମ କିସ୍ତି ପଠାଯାଇଥିଲା। ସରକାର ପ୍ରତି 4 ମାସରେ କିସ୍ତି ପଠାଇଥାନ୍ତି। ତେଣୁ କିସ୍ତି ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ଆସିପାରେ।